ହ୍ୟାଲୋ। ମୁଁ ବର୍ତ୍ତମାନ ସର୍କଲ୍ ଲଗ୍ଇନ୍‌ରେ ସରଚାର୍ଜ ପ୍ରୋସିଡିଂ କେସ୍ କେମିତି ଏଣ୍ଟ୍ରି ହେବ, ଏଡିଟ୍ ହେବ, ଆଉ ସରଚାର୍ଜ ରେଜିଷ୍ଟର କେମିତି ଡାଉନଲୋଡ୍ ହେବ ସେଇଟା ଆପଣଙ୍କୁ ଦେଖେଇବାକୁ ଯାଉଛି। ଏଇଟା ହେଉଛି ଆମ ସମବାୟ ସମୀକ୍ଷାର ଲଗ୍ଇନ୍ ପେଜ୍। ଏଇଟା ଆପଣ ଲଗ୍ଇନ୍ ସର୍କଲ୍ ଲଗ୍ଇନ୍ ମୁଁ ବର୍ତ୍ତମାନ ଆପଣଙ୍କୁ ଏଠି କରିକି ଦେଖେଇବି। ବର୍ତ୍ତମାନ ବରଗଡ଼ ସର୍କଲ୍‌ର ଏଇଟା ଆପଣଙ୍କର ଡ୍ୟାସବୋର୍ଡଟା ଆସିଲା। ଏଇଠି ଆପଣଙ୍କର ଉପରେ ଯେଉଁ ସବୁ ଟ୍ୟାବ୍ ଦିଆହେଇଛି ସେଥିରେ ଦେଖନ୍ତୁ ଗୋଟେ ଆକ୍ଟିଭିଟି ବଟନ୍ ଅଛି। ସେଥିରେ କ୍ଲିକ୍ କଲେ ଏଠି ଗୋଟେ ମେନୁ ଓପନ୍ ହେବ। ଏଥିରେ ଦେଖନ୍ତୁ ଗୋଟେ ସରଚାର୍ଜ ଆକ୍ସନ୍ ଏଠି ଅଛି। ସରଚାର୍ଜ ଆକ୍ସନ୍‌ରେ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ବରଗଡ଼ ସର୍କଲ୍ ଅଣ୍ଡରରେ ଯେତିକି ଟୋଟାଲ୍ ସିଏସ୍ ମାନେ ଅଛନ୍ତି ସେତିକି ଲିଷ୍ଟଟା ଏଠି ଆପଣଙ୍କର ଡିସପ୍ଲେ ହେବ। ଏଥିରେ ଆପଣ ସରଚାର୍ଜ କେସ୍ ଯେଉଁ ସିଏସ୍ ପାଇଁକି ସରଚାର୍ଜ କେସ୍ ଆପଣ ଏଣ୍ଟ୍ରି କରିବାକୁ ଚାହିଁବେ ଏଠି ଏଣ୍ଟ୍ରି କରିପାରିବେ। ଏଠି ଆପଣଙ୍କର ସର୍ଚ୍ଚ ବଟନ୍ ବି ଦିଆହେଇଛି। ଚାହିଁଲେ ଏଥିରେ ଆପଣ କେସ୍ ନମ୍ବର ଆପଣଙ୍କର ବ୍ଲକ୍ କେସ୍ ଇୟର୍ ଏଇଟା ଆପଣ ଏଠି ସର୍ଚ୍ଚ କରିପାରିବେ। ସିଏସ୍ ସର୍ଚ୍ଚ କରିବା ପାଇଁକିରି ଏଠି ଆପଣଙ୍କର ଏଇଠି ସର୍ଚ୍ଚ ବକ୍ସ ଦିଆହେଇଛି। ଆପଣ ପର୍ଟିକୁଲାରଲି କେଉଁ ସିଏସ୍ ସର୍ଚ୍ଚ କରିକିରି ତାରି ସରଚାର୍ଜ କେସ୍ ଏଠି ଏଣ୍ଟ୍ରି କି ଏଡ଼ିଟ୍ କରିପାରିବେ। ମୁଁ ଆପଣଙ୍କୁ ଏଠି ଫର୍ ଏକ୍ଜାମ୍ପଲ୍ ଗୋଟେ ଏଠି ଦେଖନ୍ତୁ ଏଇ 2 ନମ୍ବରରେ ଗର୍ଭଣା ସିଏସ୍ ତାର ଯେଉଁ ଆକ୍ସନ୍ ବଟନ୍ ଅଛି ଏଇଠି ଆପଣଙ୍କର ଦୁଇଟା ଅପସନ୍ ଦିଆହେଇଛି। ଗୋଟେ ନ୍ୟୁ କେସ୍‌ରେ ଆପଣ ନୂଆ କେସ୍ ଏଣ୍ଟ୍ରି କରି ନୂଆ ଏସ୍‌ପି କେସ୍ ଏଣ୍ଟ୍ରି କରିପାରିବେ। ଆଉ ଏଡିଟ୍ କେସ୍‌ରେ ଯଦି ସେଇ କେସ୍ କିଛି କେସ୍ ଆଗରୁ ଏଣ୍ଟ୍ରି କରାହେଇଛି ସେ କେସ୍‌କୁ ଆପଣ ଏଡିଟ୍ କରିପାରିବେ। ମୁଁ ବର୍ତ୍ତମାନ ଆପଣଙ୍କୁ ଗୋଟେ ନ୍ୟୁ କେସ୍ ଏଠି ଫର୍ ଏକ୍ଜାମ୍ପଲ୍ ଆପଣଙ୍କୁ ଏଠି ଏଣ୍ଟ୍ରି କରିକି ଦେଖେଇବି। ଏଠି ଗୋଟେ ଫର୍ମାଟ୍ ଆପଣଙ୍କର ଓପନ୍ ହେଲା। ଏଇଠି ଫର୍ମାଟ୍‌ରେ ଏଠି କିଛିଟା ଆପଣଙ୍କର ଅଲରେଡି ଏକ୍ଜିଷ୍ଟିଂ ଡାଟା କିଛି ଉପରେ ଆସୁଛି। ଆଉ ଏଇଠି ତଳେ ଏଇ ଯେଉଁ ବିଭିନ୍ନ ସେଲ୍ସ ଦିଆହେଇଛି ସରଚାର୍ଜ କେସ୍‌ର ଡାଟା ଆପଣ ଏଠି ଏଣ୍ଟ୍ରି କରିବେ। ଏଣ୍ଟ୍ରି କରିସାରିଲା ପରେ ଏଠି ଦେଖନ୍ତୁ ଏଠି ଗୋଟେ ସବମିଟ୍ ବଟନ୍ ଦିଆହେଇଛି। ସବମିଟ୍ ବଟନ୍ ଆପଣ କ୍ଲିକ୍ କରିବେ। କ୍ଲିକ୍ କରିସାରିଲା ପରେ ଏଇଟା ନ୍ୟୁ କେସ୍ ପାଇଁକି ଆପଣ କରିବେ। ଆଉ ଧର ସେ କେସ୍‌ଟା ଆପଣଙ୍କର ଡିସ୍ପୋଜ୍ ହେଇଯାଇଛି ସରଚାର୍ଜ କେସ୍, ତାହେଲେ ଆପଣଙ୍କର ଏଇ ସରଚାର୍ଜ କେସ୍ କେତେଟା ଆପଣଙ୍କର ଅଟୋମେଟିକ୍ ଯେଉଁଗୁଡ଼ାକ ଆପଣ ଦେଖନ୍ତୁ ଏଠି ଡିଜେବଲ୍ ହେଇଯାଇଛି ସେଗୁଡ଼ାକ ଅଟୋମେଟିକ୍ ଆସିବ। ଏସ୍‌ପି କେସ୍ ଇୟର୍ ଡିସ୍ପୋଜାଲ୍ ଏମାଉଣ୍ଟ ଏଗୁଡ଼ାକ କେତେଟା ଆପଣଙ୍କର ଅଟୋମେଟିକ୍ ଆସିବ। ଆଉ ଡିସ୍ପୋଜ୍ ହେଇଗଲା ପରେ ଆପଣ ଏଇଟା ଆପଣ ସବମିଟ୍ କରିବେ। ଆଗ ଆପଣ ନ୍ୟୁ ଏଣ୍ଟ୍ରିରେ ଆପଣ ଏଠି ଏଣ୍ଟ୍ରି କରିସାରି ସବମିଟ୍ କରିବେ। ତାପରେ ଡିସ୍ପୋଜାଲ୍ କେସ୍ ଆପଣ ଓପନ୍ କରିକିରି ଏଣ୍ଟ୍ରି କରିକିରି ଆଉ ଥରେ ସବମିଟ୍ କରିବେ। ଏଇଟା ଆପଣଙ୍କର ଏଣ୍ଟ୍ରି ନ୍ୟୁ କେସ୍ ଏଣ୍ଟ୍ରି କରିବା ପାଇଁକି ଏଇଟା ହେଉଛି ପ୍ରୋସିଜିଅର। ଆଉ ଗୋଟେ ଆପଣଙ୍କୁ ମୁଁ ଦେଖୁଛି ଗୋଟେ ଏକ୍ଜିଷ୍ଟିଂ କେସ୍ କେମିତି ଏଡ଼ିଟ୍ କରିବେ। ଏଠି ଦେଖନ୍ତୁ ଏଠି ଅଲରେଡ଼ି ଏତିକି ସରଚାର୍ଜ କେସ୍ ଆପଣଙ୍କର ଏଣ୍ଟ୍ରି ହେଇକରି ଅଛି। ଏଥିରୁ ଆପଣ ଯେଉଁ କେସ୍ ଧର କିଛି ତା ଦେହରେ କିଛି ଚେଞ୍ଜ କରିବାକୁ ଚାହୁଁଛନ୍ତି ସେଇ କେସ୍ ନମ୍ବର ଆଉ ଡେଟ୍‌ରେ ସେଇ କେସ୍‌ଟାକୁ ଆପଣ ଏଠି ଏଣ୍ଟ୍ରି କରିପାରିବେ। ଧର ଏଇ ଭେଡେନ୍ ଏସିଏସ୍‌ର 12/2012 ଏଇ କେସ୍‌ଟାକୁ ମୁଁ ଏଡ଼ିଟ୍ କରିବାକୁ ଚାହୁଁଛି। ଏଠି ଗୋଟେ ଅପଡେଟ୍ ଅଛି ଆପଣଙ୍କର, ଏଇ ଅପଡେଟ୍‌ରେ କ୍ଲିକ୍ କରିବେ। ଏଇଠି ଆପଣଙ୍କର ଯେଉଁ କେସ୍ ଆପଣଙ୍କର ଏଣ୍ଟ୍ରି କରିଥିଲେ ଯେତିକି ଡାଟା ଏଇଟା ଆପଣଙ୍କୁ ଡିସପ୍ଲେ କରାହେଲା।
ଏଠି କେତେଟା ସେଲ୍ ଆପଣ ଚେଞ୍ଜ କରିପାରିବେ ନାହିଁ ଏ ପିରିୟଡ଼ ଅଫ୍ ଡେଟ୍ ଏଟା ଚେଞ୍ଜ। ଏଇଠି ଆପଣଙ୍କର ଦେଖନ୍ତୁ ଏଇ ସେଲ୍ ଗୁଡାକରେ କିଛି ଏଣ୍ଟ୍ରି ହେଇଛି ଯୋଉଟା କି ଆପଣ ଏଡିଟ୍ କରିପାରିବେ। ଆଉ ଧର ଏଠି ଆପଣଙ୍କର ଡିସ୍ପୋଜାଲ ଅଫ ଏସ୍ପିକେସ୍ ଆଉ ଡିସ୍ପୋଜାଲ ଇୟର ଏଗୁଡାକ ଆପଣଙ୍କର ଡିଜେବଲ ହେଇଯାଇଛି, ଏଗୁଡାକ ଆପଣ ଏଣ୍ଟ୍ରି କରିପାରିବେ ନାହିଁ। ଯୋଉଟା ଏନେବଲ କରାହେଇଛି ସେଇଗୁଡାକ ଆପଣ ଚାହିଁଲେ ଏଡିଟ୍ କରିକିରି ସେଭ୍ କରିପାରିବେ। ଏଇଟା ଚେଞ୍ଜେସ୍ ଆପଣ ଯାହା କରିସାରିଲା ପରେ ଏଠି ଅପଡେଟ୍ ମାରିବେ, ଅପଡେଟ୍ ମାରିଲା ପରେ ଆପଣ ଯାହା ଚେଞ୍ଜ କରିଥିବେ ସେଇଟା ସେଭ୍ ହେଇଯିବ। ଏଇଟା ହଉଛି ଆପଣଙ୍କର ସରଚାର୍ଜ କେସ୍ ନ୍ୟୁ ଏଣ୍ଟ୍ରି କରିବା ପାଇଁ କି ଆଉ ଏଡିଟ୍ କରିବା ପାଇଁ କି। ଏଠି ଆପଣଙ୍କର ଆଉ କେତେ ଅପସନ୍ ବି ଦିଆ ହେଇଛି, ଏଇଟା ଅପଡେଟ୍ ତାପରେ ରିଭ୍ୟୁ। ଏଇଟା ଆପଣଙ୍କର ଉପର ଫର୍ମରେ ଯେତେବେଳେ କିଛି କେସ୍ ଆପଣଙ୍କର ଯିବ ରିଭ୍ୟୁ ହବା ପାଇଁ କି ସେତେବେଳେ ଏଇଟା ଏଇ ଫର୍ମରେ ଆପଣ ଏଇଟା କାମରେ ଆସିବ ଆପଣଙ୍କର। ସେମିତି ଆଉ କିଛି ଯୋଉ ଟ୍ରିବ୍ୟୁନାଲରେ ଆପଣ ଯଦି କେସ୍‌ଟା ଟ୍ରିବ୍ୟୁନାଲକୁ ଯାଇଛି କି ହାଇକୋର୍ଟକୁ ସୁପ୍ରିମକୋର୍ଟ ଏମିତି କିଛି ଯଦି ସିଚୁଏସନ୍ ଆରାଇଜ୍ କରେ ତାହେଲେ ଏ ଅପସନ୍ ଗୁଡାକ ଆପଣଙ୍କର କାମରେ ଆସିବ। ଏଇଟା ହେଲା ଆପଣଙ୍କର କେମିତି ନୂଆ କେସ୍ ଏସ୍ପି କେସ୍ ଏଣ୍ଟ୍ରି ଆଉ ଏଡିଟ୍‌ର ପ୍ରୋସିଜିଅର। ଆଉ ଗୋଟେ ଜିନିଷ ଆପଣଙ୍କୁ ଦେଖିବେ ଏଠି ଦେଖନ୍ତୁ ଆପଣଙ୍କର ସରଚାର୍ଜ ରେଜିଷ୍ଟର କେମିତି ଡାଉନଲୋଡ୍ କରିବେ। ଏଠି ଦେଖନ୍ତୁ ଆପଣଙ୍କର ଏମ୍ପିଆର ଅନ୍ ସରଚାର୍ଜ। ଏମ୍ପିଆର ଅନ୍ ସରଚାର୍ଜରେ ଏଠି ଗୋଟେ ସବ୍ ମେନୁ ଆସୁଛି, ସବ୍ ମେନୁରେ ଆପଣ ଏଠି ଦେଖୁନ ଆପଣ ଗୋଟେ ସରଚାର୍ଜ ରେଜିଷ୍ଟର ଅପସନ୍ ଅଛି, ଏଟାକୁ କ୍ଲିକ୍ କରିବେ। ଏଠି କ୍ଲିକ୍ କଲା ପରେ ଆପଣଙ୍କର ସର୍କଲରେ ଟୋଟାଲ ଯେତିକି ଆପଣଙ୍କର ଏଣ୍ଟ୍ରି ହେଇଛି ସରଚାର୍ଜ କେସ୍, ଏଠି ଆପଣ ଗୋଟେ କ୍ରସଟାକୁ ଏଠି କ୍ଲିକ୍ କରିବେ। ଏଠି ଦେଖିବେ ଆପଣଙ୍କର ଟୋଟାଲ ସର୍କଲର ଟୋଟାଲ ଏସ୍ପି କେସ୍‌ର ରେଜିଷ୍ଟରଟା ଏଠି ଓପନ୍ ହେଲା। ଏଠି ଦେଖନ୍ତୁ ଆପଣଙ୍କର ଏଠି ଟୋଟାଲ ଏଠି ଆପଣ 644 ନମ୍ବର ପାଇଁ ଏଣ୍ଟ୍ରିଜ୍ ଦେଖଉଛି, ମାନେ 684ଟା ଏସ୍ପି କେସ୍ ଆପଣଙ୍କର ରେଜିଷ୍ଟର ହେଇଛି। ଏଇଟା ଟୋଟାଲ ଆପଣ ଏଠି ପେଜକୁ ଗଲେ ଏଠି 7 ନମ୍ବର ପେଜ ଗଲେ ଆପଣ ଲାଷ୍ଟ କେସ୍ ଆପଣଙ୍କର ଏଠି ଦେଖେଇବ 644 ନମ୍ବର କେସ୍। ଏଠି ଆପଣ ଟୋଟାଲ ଡିଟେଲ୍ସ ଆପଣଙ୍କର ଡିଟେଲ୍ସ ଏଠି ଡାଟାଟା ଏଠି ଶୋ କରିବ। 64 ନମ୍ବର ଆପଣଙ୍କର କଲମ ଦିଆହେଇଛି, ଏଥିରେ ଟୋଟାଲ ଡିଟେଲ୍ସ ଆପଣଙ୍କର ଶୋ କରିବ। ଆଉ ଏଇଟାକୁ ଆପଣ ଯଦି ଚାହୁଁଛନ୍ତି ମାନେ ଟୋଟାଲ ଇଏଟାକୁ ରେଜିଷ୍ଟରଟାକୁ ଡାଉନଲୋଡ୍ କରିବା ପାଇଁ କି ଏଠି ଦେଖନ୍ତୁ ଏଠି ଗୋଟେ ଏକ୍ସପୋର୍ଟ ଟୁ ଏକ୍ସେଲ ଅଛି ଅପସନ୍। ଏଠି ଏକ୍ସପୋର୍ଟ ଟୁ ଏକ୍ସେଲ ଏଠି ଏକ୍ସପୋର୍ଟ ଟୁ ଏକ୍ସେଲରେ କ୍ଲିକ୍ କଲେ ଏଠି ଦେଖନ୍ତୁ ଆପଣ କେତେ କେସ୍‌ରୁ କେତେ କେସ୍ ଯାଏଁକେ ଏଠି ଗୋଟେ ଆପଣଙ୍କୁ ଗୋଟେ ପପଅପ୍ ଆସିବ। এই ପପଅପ୍‌ରେ ଆପଣ ଏଠି ସିଲେକ୍ଟ କରିବେ। ଏଠି ତଳେ ଲେଖା ଅଛି ଓନ୍ଲି 500 ଡାଟା can be downloaded at a time। ଏଠି from 0 to ଏଠି 500 ଦେଖିବେ, 500 ରଖିକି ପାର୍ଟ ବାଇ ପାର୍ଟ 500 ପୁଣି 500 1000 ଏମିତି କରିକି ଆପଣ
ଚାଲକ ଆସିଛି ଏଠି ରେଜିଷ୍ଟରଟାକୁ ଡାଉନଲୋଡ୍ କରିବେ। ଏଠି ଏକ୍ସପୋର୍ଟ ମାରିଦେଲେ ଆପଣଙ୍କର କମ୍ପ୍ୟୁଟରରେ ସେଭ୍ ହେଇଯିବ ସେ ଫାଇଲଟା। ସେଭ୍ ହେଇଗଲେ ଆପଣ ଏଇଟା ଏକ୍ସେଲ ଫର୍ମାଟରେ ଥିବ, ଆପଣ ଏଥିରେ ଚାହିଁଲେ ଡାଉନଲୋଡ୍ କରିକିରି କିଛି ତା ଦେହରେ ଏଡିଟ୍ କରିପାରିବେ କି ତା ଦେହରେ କିଛି କଲମ ଆଡ୍ କରିପାରିବେ, ଟା ଲିଙ୍କ ଦେଖିପାରିବେ। ଏସବୁ କାମ ଆପଣ କରିପାରିବେ ତା ଦେହରେ। ଏଇଟା ହଉଛି ଆପଣଙ୍କର ସରଚାର୍ଜ ରେଜିଷ୍ଟରର ଡାଉନଲୋଡ୍ ପ୍ରୋସିଜିଅରଟା। ଆପଣ ଜାଣିପାରିଲେ ଏଟା ଡାଉନଲୋଡ୍ କେମିତି ହବ, ଆଉ ଏକ୍ସେଲରେ କେମିତି ଆପଣ ଡାଟା ଡାଉନଲୋଡ୍ କରିବେ, ଆଉ ନୂଆ ଏସ୍ପିକେସ୍ କେମିତି ଏଣ୍ଟ୍ରି କରିବେ ଆଉ ଏଡିଟ୍ କରିବେ। ଥ୍ୟାଙ୍କ ୟୁ।